ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ଆସନ୍ତୁ ଜାଣିବା ହିଟାଚି ଇନଭର୍ଟର ଏସିରେ ପାୱାର ଅନ୍ ଇସ୍ୟୁର ପ୍ରୋବ୍ଲେମ୍ ଅଛି। ତ ପ୍ରଥମେ ଆମେ ଚେକ୍ କରିବା ଷ୍ଟାବ୍ଲାଇଜରରୁ ଆଉଟପୁଟ୍ 220 ଭୋଲ୍ଟେଜ୍ ଛାଡ଼ୁଛି ନା ନାହିଁ। ଦେଖନ୍ତୁ ସାଙ୍ଗମାନେ, ଏବେ 226 ଭୋଲ୍ଟେଜ୍ ଛାଡ଼ୁଛି, ତାମାନେ ଷ୍ଟାବ୍ଲାଇଜର ଠିକ୍ ଅଛି। ତ ଏବେ ଚାଲନ୍ତୁ ଯିବା PCB ଚେକ୍ କରିବା। ଆପଣମାନେ ଦେଖିପାରୁଥିବେ ରିମୋଟ୍ରେ ଅନ୍ ଅଫ୍ ସୁଇଚ୍ ଯେତେ ଇଏ କଲେ ମଧ୍ୟ ଏସି ଅନ୍ ହେଉନାହିଁ। ଚାଲନ୍ତୁ ଏବେ PCB ରିପେୟାର ପାଇଁ ନେଇଯିବା। ଇନଭର୍ଟର PCB ରିପେୟାର ହେବାକୁ 3 ରୁ 4 ଦିନ ସମୟ ଲାଗିଥାଏ। ଏବେ ଆସନ୍ତୁ ରିପେୟାର ହୋଇଯାଇଥିବା PCBକୁ ଫିଟିଂ କରିବା। ପ୍ରଥମେ ଇନଡୋର PCB ଫିଟିଂ କରିବା, ତାପରେ ଆଉଟଡୋର PCB ର ସେନ୍ସର, କମ୍ପ୍ରେସର ଜ୍ୟାକ୍, ପାୱାର ସପ୍ଲାଇ କନେକ୍ସନ୍ କରିବା। ତାପରେ PCBକୁ ଭଲସେ ଫିଟିଂ କରିସାରିବା ପରେ ମେସିନ୍ ଅନ୍ କରିକି ଚେକ୍ କରିବା ରିପେୟାର ହେଇକି ଆସିଥିବା PCB ଠିକ୍ କାମ କଲା କି ନାହିଁ। ଏବେ ମେସିନ୍ ଅନ୍ ଅଛି। 3.4 ଆମ୍ପିୟରରେ ମେସିନ୍ ଚାଲୁଛି। ଏବେ PCB ରିପେୟାର ଓକେ।